ମୁଁ ଆଜି କାହିଁକି ଏମିତି ମୁହଁ କରିଛି ଆଉ ମୋତେ କ'ଣ ପାଇଁ ଇରିଟେଟ୍ ଲାଗିଲା ଚାଲନ୍ତୁ ଜାଣିବା। ସୋ ସାଙ୍ଗମାନେ ୱେଲକମ୍ କରୁଛି ଆଉ ଗୋଟେ ସର୍ଟ ମିନି ବ୍ଲଗ୍କୁ। ମୁଁ ଆଜି ସଜବାଜ ହେଇ ବାହାରି ପଡ଼ିଥିଲି। କୁଆଡ଼େ ଚାଲନ୍ତୁ ଦେଖିବା। ଆମେ ବାହାରି ପଡ଼ିଥିଲୁ ଢେଙ୍କାନାଳ। ବେହେରା ବାବୁଙ୍କର ଛୁଟି ଦିନରେ ମୋତେ ଟିକେ ବୁଲେଇ ନେବାକୁ ସେ ଭାରି ଭଲ ପାଆନ୍ତି, ଆଉ ମୋତେ ବି ଛୁଟି ଦିନମାନଙ୍କରେ ତାଙ୍କ ସାଥିରେ ବୁଲିବାକୁ ବହୁତ ଭଲ ଲାଗେ। ଆମେ ଯାଇ ପହଞ୍ଚିଯାଇଥିଲୁ ଢେଙ୍କାନାଳ ବାଜି ଚୌକରେ। ଆଉ ବାଜି ଚୌକରେ ପହଞ୍ଚିଲା ପରେ ସେଠି ସନ୍ଦୀପ ଭାଇଙ୍କର ସ୍ପେଶାଲ ଗୁପଚୁପ୍ ସତରେ ବହୁତ ଭଲ ଲାଗେ, ଆଉ ତାଙ୍କ ଗୁପଚୁପ୍ଟି ବହୁତ ଟେଷ୍ଟ ଲାଗୁଥିଲା। ଦେନ୍ ତାପରେ ଆମେ ଯାଇ ପହଞ୍ଚି ଯାଇଥିଲୁ ଟିକେ ଯୋଗେଶ୍ୱରୀ ଚିତ୍ରାଳୟରେ, କାହିଁକି ନା ମୋର ଷ୍ଟୁଡେଣ୍ଟମାନଙ୍କ ପାଇଁ କିଛିଟା ଜିନିଷ କଲେକ୍ସନ୍ କରିବାର ଥିଲା। ଦେନ୍ ସେଠି ଆମର ସୁନ୍ଦର ସୁନ୍ଦର ଜିନିଷ ସବୁ କଲେକ୍ସନ୍ କରିଦେଇଥିଲୁ ମୋ କ୍ୟୁଟ୍ ଷ୍ଟୁଡେଣ୍ଟମାନଙ୍କ ପାଇଁ। ଦେନ୍ ତାପରେ ଆମେ ଯାଇ ପହଞ୍ଚିଥିଲୁ ରିଲିଆନ୍ସରେ, ଆଉ ରିଲିଆନ୍ସରେ କିଛି ସମୟ ବୁଲାବୁଲି କରି ନିଜର ଯାହା ବି ଦରକାରୀ ଜିନିଷ କଲେକ୍ସନ୍ କରିଦେଇଥିଲୁ। ଏବଂ ତାପରେ ଆମେ ଯାଇ ପହଞ୍ଚି ଯାଇଥିଲୁ କାଫେଲ୍ସ ପ୍ଲାଜାରେ। ଦେନ୍ ସେଠି ମୁଁ ତାଙ୍କୁ ଜିଦ୍ଦି କରିଥିଲି ଟିକେ ଚଟପଟି ଖାଇବା ପାଇଁ, କିନ୍ତୁ ବେହେରା ବାବୁ ମୋତେ ମନା କରିଥିଲେ, କାହିଁକି ନା ମୋ ଦେହଟା ଟିକେ ଭଲ ଲାଗୁନଥିଲା ତ ସେଥିପାଇଁ। ସେ କହିଲେ ତମେ ନର୍ମାଲ୍ ଖାଇବା ଖାଇବ, ମୋର ତ ଇଚ୍ଛା ଚଟପଟ ଖାଇବା ପାଇଁ, ତ ତେଣୁକରି ଚଟପଟ ଜିନିଷ କିଛି ଖାଇପାରିଲିନି। ବେହେରା ବାବୁ ତାଙ୍କ ପାଇଁ ଅର୍ଡ଼ର କରିଥିଲେ ସେଇ ଅବଭିୟସ୍ଲି ଚିକେନ୍ ବିରିୟାନୀ, ଆଉ ମୋ ପାଇଁ ଅର୍ଡ଼ର କରିଥିଲେ ଆମର ଭେଜ୍ର ଥାଳି। ଦେନ୍ ତାପରେ କିଛି ସମୟ ଆମେ ୱେଟ୍ କରିଥିଲୁ ଆଉ ସୁନ୍ଦର ସୁନ୍ଦର ଫଟୋ ଉଠାଇ ଦେଇଥିଲୁ। ସେତିକି ବେଳେ ତାଙ୍କର ପହଞ୍ଚି ଯାଇଥିଲା, ଦେଖିପାରୁଥିବେ, ଚିକେନ୍ ବିରିୟାନୀ, ଆଉ ସେ ମଧ୍ୟ ବହୁତ ଖୁସି ଥିଲେ। ତ ସେତେବେଳେ ମୁଁ ଟିକେ କୋଲ୍ଡ ଡ୍ରିଙ୍କସ୍ ମଗାଇ ଦେଇଥିଲି ଏବଂ ତାପରେ ଦେଖନ୍ତୁ ଆସି ପହଞ୍ଚି ଯାଇଥିଲା ଆମର ଭେଜ୍ ଥାଳି। ଆଉ ସତ କଥା କହିବି ମୋତେ ଇରିଟେଟ୍ ଏଇଥିପାଇଁ ଲାଗିଲା କି ସେଠିକାର ଖାଇବାର ଟେଷ୍ଟ ଜମା ଭଲ ଲାଗୁନଥିଲା। ଦେନ୍ ତାପରେ ଆମେ ପହଞ୍ଚି ଯାଇଥିଲୁ ସାଗର ମଲ୍ରେ। ତାପରେ ସାଗରରେ ଆମେ ଟିକେ ଜିନିଷ କିଣିଥିଲୁ, ଆଉ ଆପଣମାନେ ଦେଖିପାରିବେ ସୁନ୍ଦର ଟୋପି ଦେଖିକି ମୋର ଇଚ୍ଛା ହେଲା ଟିକେ ଲଗାଇବା ପାଇଁ। ଆଉ ମଲ୍ରେ ମୋ ପାଇଁ ଟୋପି ହିଁ ନଥିଲା, ସୋ ଛୋଟ ପିଲାଙ୍କ ଟୋପି ମୁଁ ଟିକେ ଲଗାଇ ଖୁସି ହେଇଯାଇଥିଲି। ଏବଂ ତାପରେ ଆମେ କିଛି ଜିନିଷ କଲେକ୍ସନ୍ କରି ଆମେ ଘରକୁ ପଳେଇ ଆସିଥିଲୁ। ରହୁଛି, ଦେଖା ହେବା ପୁଣି ନେକ୍ସଟ ମିନି ବ୍ଲଗ୍ରେ। ବାଏ ବାଏ।